দুঃখ লাগুଛି যে ওড়িশা মাটি আজ বিহার यूपी ভাবে অবস্থা হয়ে রাত্রি পাইলে অপরাধ রাস্তার ঘরକୁ বাহারা বেଳକୁ ডর মাড়ুଛି যে কোন হয়ে গেল ওড়িশা এমনি অবস্থা আনিকি মোহন মাঝি তাকে রক্ষি সারে ওড়িশারে এবং আমি ଆଉ ଗୋଟେ କଥା ଆପଣଙ୍କୁ ମନେ ପକେଇ ଦେବା ପାଇଁ ଚାହୁଁ ଯେତେବେଳେ ମୋହନ ମାଝୀ କହିଲେ ଯେ ମୋତେ ଖଣି ମନ୍ତ୍ରୀ ପଦ ଏବଂ ଟଙ୍କା ଯଥା ଯାଉଥିଲା ମୁଁ ଯେତେବେଳେ ବିରୋଧ ଦଳ ଥିଲି ସେ ସମୟରେ ମୋହନ ମାଝୀ ବିରୋଧ ଦଳ ଥିଲାବେଳେ ଯଦି କୌଣସି ବିଧାୟକଙ୍କୁ ଖଣି ଟଙ୍କା ଆଉ ମନ୍ତ୍ରୀ ପଦ ଯଥାଯାଏ ତାହା ଗଣତନ୍ତ୍ରରେ ବହୁତ ବଡ଼ ଅପରାଧ ସେ ଅପରାଧକୁ ରୋକିବା ପାଇଁ ମୋହନ ମାଝୀ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ ଯୋଉ ନେତା ମୋହନ ମାଝୀକୁ ଖଣି ଯାଚୁଥିଲେ ଯୋଉ ନେତା ମୋହନ ମାଝୀକୁ ଟଙ୍କା ଯାଚୁଥିଲେ କୋଉ ନେତା ମୋହନ ମାଝୀକୁ ମନ୍ତ୍ରୀ ପଦ ଯାଚୁଥିଲେ ଅଣ୍ଡାମାଡ଼ କେବଳ ମୋହନ ମାଝୀକୁ ଚେତାଇ ଦେବା ପାଇଁ ଆପଣ ପୁରୁଣା ସମୟରେ କ'ଣ କହିଥିଲେ ଏ ସମୟରେ କାହିଁକି ପାଳନ କରୁନାହାନ୍ତି ଏ ଜିନିଷ କେବଳ ଚେତାଇ ଦେବା ପାଇଁ ଅଣ୍ଡାମାଡ଼ କଲେ କେହି ଖଣ୍ଡିଆ ଖାବାର ହେବେନି କି କାହାର ଏଞ୍ଜୋର୍ଡ ହବାର ନାହିଁ କି କାହାକୁ ପକ୍ଷାଘାତ ହବାର ନାହିଁ ଅଣ୍ଡାମାଡ଼ ଗଣତନ୍ତ୍ରର ଏକ ଗୁଡ୍ ପ୍ରୋସେସ ନାରୀକୁ ସୁରକ୍ଷା ଦିଆଯାଇ ପାରୁନାହିଁ ବୋଲି ଆମେ ବାରମ୍ବାର କହି ଆସୁଛୁ ଏବଂ ଆମେ କହିଲୁ ଯେ ଆପଣ ହାଉସରେ ଗୋଟେ କମିଟି କରିଦିଅନ୍ତୁ କମିଟିର କାମ ବିଜେଡି ବିଜେପି କଂଗ୍ରେସ ସବୁ ଦଳ ନେତା ରହିବେ କମିଟିର କାମ ହବ କେମିତି ନାରୀକୁ ସୁରକ୍ଷା ଦେବା ପାଇଁ ନୂଆ ଆଇନ ଆସିବ କ'ଣ ବ୍ୟବସ୍ଥା କରାଯାଇପାରିବ ଇଏ ଅଥଚ ନାରୀକୁ ସୁରକ୍ଷା ଦେବା ପାଇଁ କମିଟି ଆଣିପାରିଲେନି ଦୁଃଖ ଲାଗୁଛି ମୁକେଶ ମହାଲିକ ହାଉସ ଭିତରେ ମାଆକୁ ନେଇକି ଶୋଧୁଛନ୍ତି।